ଏବେ आसला जुक्त दुई बोर्ड परीक्षा ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା। ତେବେ ଯାହା ବି ଅପଡେଟ୍ ରହିଛି ଚାଲନ୍ତୁ ଆଉ ଡେରି ନ କରି ଫଟାଫଟ ଜାଣିବା। ହେଲେ ତାହା ପୂର୍ବରୁ ଭିଡିଓଟାକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ ରେ ସେଟ୍ କରି ରଖନ୍ତୁ, ଯାହା ଦ୍ୱାରା ସର୍ବଦା ଏଭଳି ନୂଆ ନୂଆ ଲାଟେଷ୍ଟ ଅପଡେଟ୍ ନୋଟିଫିକେସନ ସର୍ବପ୍ରଥମେ ପାଇଯିବେ। ତେବେ ଚାଲନ୍ତୁ ଆଉ ଡେରି ନ କରି ସମ୍ପୂର୍ଣ୍ଣ ଅପଡେଟ୍ ଉପରେ ନଜର ପକାଇବା। ଫେବୃଆରୀ 16 ରୁ ଆରମ୍ଭ ହେବାକୁ ଥିବା ଯୁକ୍ତ ଦୁଇ ଥିଓରି ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚସି ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି। ହାତରେ ଆଉ କମ୍ ସମୟ ଥିବାରୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପରୀକ୍ଷା ପରିଚାଳନା ହବ୍ ବା ଇଏମଏଚ୍ ଗୁଡ଼ିକୁ ପଠାଇବା ଦିଗରେ ପଦକ୍ଷେପ ନିଆଯାଇଛି। ଏଥର ମଧ୍ୟ ପରିଷଦ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଫେବୃଆରୀ 10 ରୁ 15 ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଫେବୃଆରୀ 29 ରୁ ମାର୍ଚ୍ଚ 3 ମଧ୍ୟରେ ପ୍ରଶ୍ନପତ୍ର ସହ ସମସ୍ତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପଠାଯିବ। ତେଣୁ ସମ୍ପୃକ୍ତ କାଗଜପତ୍ରକୁ ସଂଗ୍ରହ କରିବାକୁ ଇଏମଏଚ୍ ସୁପରଭାଇଜର ଓ ଡେପୁଟି ସୁପରଭାଇଜର ଉପସ୍ଥିତି ରହିବାକୁ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶ୍ନପତ୍ର ଓ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପହଞ୍ଚିବା ପୂର୍ବରୁ ସମସ୍ତ ହବ୍ରେ 24 ଘଣ୍ଟିଆ ସିସିଟିଭି ବ୍ୟବସ୍ଥା ସହ ପୁଲିସ ମୁତୟନ କରିବାକୁ 202 ହବ୍ ସୁପରଭାଇଜର ତଥା କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟ ପକ୍ଷରେ ଯୁକ୍ତ 2 ଓ ମାଟ୍ରିକ ପରୀକ୍ଷା ପରିଚାଳନା ଉପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସମୀକ୍ଷା କରିଛନ୍ତି। 30 ଜିଲ୍ଲାର ଜିଲ୍ଲାପାଳ ଓ ଏସଓପିଙ୍କ ସମୀକ୍ଷା ବୈଠକରେ ଶ୍ରୀ ଜେନା ପରୀକ୍ଷା ପରିଚାଳନାରେ ଶୂନ୍ୟ ସହନଶୀଳତା ଉପରେ ଗୁରୁତ୍ୱ ଦେବା ସହ ସାମାନ୍ୟ ତ୍ରୁଟିକୁ ବରଖାସ୍ତ କରାଯିବ ନାହିଁ। ମିଳିଥିବା ସୂଚନା ଅନୁଯାୟୀ ପରୀକ୍ଷାର ପ୍ରଶ୍ନପତ୍ର କଡ଼ା ସୁରକ୍ଷା ମଧ୍ୟରେ ନୋଡାଲ ସେଣ୍ଟରକୁ ପଠାଯିବ। ପରୀକ୍ଷା କେନ୍ଦ୍ର ପାଇଁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ସୁପରିଟେଣ୍ଡେଣ୍ଟ ମାନେ ପ୍ରଶ୍ନପତ୍ର ଗ୍ରହଣ କରିବେ। ପରୀକ୍ଷା ଦାୟିତ୍ୱରେ ଥିବା ଶିକ୍ଷା ଅଧିକାରୀ, ବିଭାଗୀୟ ଅଧିକାରୀ, ଶିକ୍ଷକ, ଅଧ୍ୟାପକ, କର୍ମଚାରୀ କାର୍ଯ୍ୟରେ ଅବହେଳା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଓ ଏସଓପି ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସିସିଟିଭି ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ପ୍ରତି କେନ୍ଦ୍ରରେ ପର୍ଯ୍ୟବେକ୍ଷକ ଓ ରାତିରେ ପୁଲିସ ପେଟ୍ରୋଲିଂ ବ୍ୟବସ୍ଥା ସହ ପରୀକ୍ଷା ସୁପରିଚାଳନା କରାଯିବ। ଫେବୃଆରୀ 20 ରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରୀକ୍ଷାରେ ଏଥର 5,62,000 ପରୀକ୍ଷାର୍ଥୀ ଅଂଶଗ୍ରହଣ କରିବେ। ଯୁକ୍ତ 2 ପରୀକ୍ଷାରେ 3,86,250 ଜଣ ପରୀକ୍ଷା ଦେବେ। ମାଟ୍ରିକ ପରୀକ୍ଷା ପାଇଁ 3,047ଟି ପରୀକ୍ଷା କେନ୍ଦ୍ର ଓ 313ଟି ନୋଡାଲ ସେଣ୍ଟର ହୋଇଛି। ଗଣଶିକ୍ଷା ସଚିବ ଅଶ୍ୱତୀ ଏସ୍ କହିଛନ୍ତି ଯେ ଉଭୟ ପରୀକ୍ଷା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେଣୁ ପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ବ୍ୟାପକ ଆଲୋଚନା ହୋଇଛି। ହାତରେ ଆଉ କମ୍ ସମୟ ରହିଥିବାରୁ ଏବେ ହବ୍ ଗୁଡ଼ିକୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପଠାଇବା କାର୍ଯ୍ୟ ଆରମ୍ଭ ହେବ। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଯାହା ବି କିଛି ନୂଆ ଅପଡେଟ୍ ଆସିଥିଲା ମୁଁ ଆପଣଙ୍କୁ ଜଣାଇ ସାରିଲି। এইভাবে যা বি কিছু আগুক নূয়া নূয়া অপডেট আসব এই চ্যানেল মাধ্যমে আপনার সর্বপ্রথমে পাইপারে, কিন্তু বর্তমান আপনার চ্যানেলকে সবসক্রাইব করে বেল আইকনকে প্রেস করে অল সেট করা পড়ব, যাদ্বারা যেতবে বি যা বি কিছু অপডেট আসছে এই চ্যানেল মাধ্যমে আপনার সর্বপ্রথমে পাইবে। তবে চলুন ভিডিওটা শেয়ার করে সমস্ত পাখে অপডেটটি পৌঁছাই দেবা। থ্যাংক ইউ ফর ওয়াচিং।